ଆମେ ଗୋଟେ ଗପ ଶୁଣିବା ହେଲା। ଏ ଗପର ନାଁ ହେଉଛି ବିଲେଇର କଥା କଳି। ପିଠା କଳି। ବିଲେଇର ପିଠା କଳି। ଏବେ ଦୁଇଟି ବିଲେଇ ଆସିଛି। ଦୁଇଟି ବିଲେଇ ଆସିଛନ୍ତି ଦେଖିବ। ବିଲେଇ କହୁଛି ବୋଲେ ବିଲେଇ ଗୁଡା ଖାଲି କରିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି। ତ ବିଲେଇ ମାନେ ଚକୁଳି ପିଠା ଦେଖି ଚୋରି କରିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି। ଚକୁଳି ପିଠା ଚକୁଳି ପିଠା ହେଇଗଲା। ଏବେ ବିଲେଇ ମାନେ ଦୁଇଟା ଚୋରି ବସିଛନ୍ତି। ଝାପିକି ପିଢାରେ ଜାକି ଦିଏ ନାଇଁ ଉଠି ପାରବେ। ଯାଏ ଟିକେ ସେ ଝାଡୁ ଟିକେ करे। ନାନି ବିଲେଇ ଛାଡୁ ଏ ପିଠାକୁ ଦୁଇ ବିଲେଇ ଆସି ଖାଇବେ ସବୁ ଖାଇ ଚୋରି କରି ନେଇଗଲେ। ଖାଇ ଦେଲେ କଣ କରିବେ ଏବେ ତାଙ୍କ ଛୁଆ ପାଇଁ କୁଆଡେ ଗଲେ କିନ୍ତୁ ବିଲେଇ এই କୁଆଡେ ଗଲେ ଚକୁଳି ପିଠା ଚୋରି କରି ନେଇଯାଇଛନ୍ତି। ତ ଏ ଦୁଇ ବିଲେଇ ମୌସୀ ଚକୁଳି ପିଠା ଭାଗ କରିବା ପାଇଁ ଦୁଇଙ୍କ ମଧ୍ୟରେ ଝଗଡ଼ା ହେଉଛନ୍ତି। ତ ଠିକ ସେହି ସମୟରେ ଗୋଟିଏ ମାଙ୍କଡ଼ ତାଙ୍କର ପଡ଼ି ଝଗଡ଼ା ଦେଖି ମାଙ୍କଡ଼ ଗଛରୁ ଡେଇଁ ଆସିଲା। ମାଙ୍କଡ଼ ଏ ମାଙ୍କଡ଼ ତାଙ୍କର କଳି ଝଗଡ଼ା ଦେଖି ସମାଧାନ କରିବା ପାଇଁ ଆସିଯାଇଛି। ଏବେ ମାଙ୍କଡ଼ ତାଙ୍କର କଳି ଝଗଡ଼ା ଦେଖି ଏ ପିଠାକୁ ସମାନ ଭାବରେ ବାଣ୍ଟିବା ପାଇଁ ସେ ମାଙ୍କଡ଼ ଦୁଇ ପିଠାକୁ ଧରି ଏବେ ତାଙ୍କର ନୀତିରେ ସମାନ ସମାନ ଭାଗ ଦୁଇ ବିଲେଇ ପାଇଁ ବାଣ୍ଟିବା ପାଇଁ ଚେଷ୍ଟା କରୁଛି। ଦୁଇ ବିଲେଇ ମାଙ୍କଡ଼କୁ ଦେଖି ବସିଛନ୍ତି। ସମାନ ଭାଗ ହେଲେ ଦୁଇ ବିଲେଇ ଭଲ ଖୁସିରେ ଖାଇ ଘରକୁ ଯିବା ବୋଲି ଚାହୁଁଛନ୍ତି। ବିଲେଇ ମାନେ ଅନାଇକି ବସିଛନ୍ତି ଯେ ତାଙ୍କର ସମାନ ଭାଗ ହେଇପାରୁନି। ବିଲେଇ ଦୁଇ ଜଣ ମନ ଦୁଃଖ ହେଇକି ବସିଛନ୍ତି। ଆଉ ଦେଖିଲେ ଯେ ପିଠା ତାଙ୍କ ପାଇଁ ଆଉ ମିଳିଲା ନାହିଁ। ଆଉ ମାଙ୍କଡ଼ ଚକୁଳି ପିଠା ଖାଇ ଗଛ ଉପରକୁ ଯାଇ ପଳେଇଲେ।